ଏଇ ହେଉଛି ଗୋରଖନାଥ ପୀଠର ତୋରଣ। ଭିତରେ ପ୍ରବେଶ କରି ମୁଁ ଯାହା ଦେଖିଲି ନିଜେ ଅଭିଭୂତ ହୋଇଯାଇଥିଲି। ଖୁବ୍ ସୁନ୍ଦର କାରୁକାର୍ଯ୍ୟପୂର୍ଣ୍ଣ ମନ୍ଦିର, ଆଉ ଚତୁଃପାର୍ଶ୍ୱରେ ବହୁତ ବଡ଼ ବଡ଼ ଗଛ। ସେଇ ବରଗଛକୁ ଦେଖିଲେ ହିଁ ଜାଣି ହେଇଯାଉଥିଲା ସେ କେତେ ପୁରାତନ। କିଏ ମୂଳ କିଏ ଓହଳ ଜାଣି ହେଉନଥିଲା। ଭକ୍ତମାନେ ନିଜର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ବରଗଛରେ ନାଲି କନା ବାନ୍ଧିଥିଲେ। ଆଉ ଅଧିକାଂଶ ବରଗଛ ମୂଳେ ଧାତୁ ନିର୍ମିତ ସାପ ସବୁ ରଖାଯାଇଥିଲା। ତେଣୁ ମୁଁ ପୂଜକଙ୍କୁ ଏକଥା ପଚାରିଲି। ସେ କହିଲେ, ବାବା ଗୋରଖନାଥ ଖୁବ୍ ପ୍ରତ୍ୟକ୍ଷ। କେହି ସର୍ପଦଂଶନରେ ପଡ଼ିଲେ ଏଠିକୁ ଆସି ବାବାଙ୍କ ବିଭୂତି ସେବନ ଦ୍ୱାରା ଆରୋଗ୍ୟ ହୋଇଥାଏ। ଆଉ ଆରୋଗ୍ୟ ହେଲା ପରେ ସେମାନେ ସର୍ପଦାନ କରିଥାନ୍ତି। ଅପା ସେଠି ମନମୁଗ୍ଧରେ ବସିଥିଲେ। ମୁଁ ତାଙ୍କ ପାଖକୁ ଯାଇ ଟିକିଏ ବସି ପଡ଼ିଲି। ଆଉ ଗୋରଖନାଥଙ୍କୁ ଶତ ପ୍ରଣିପାତ ହୋଇ ସ୍ମରଣ କରି ଫେରି ଆସିଲି।